ଶ୍ରଦ୍ଧା ଏବଂ ଭଲ ପାଇବା ଦେଇ ବଢ଼େଇଥିବା ଝିଅକୁ ବାପା ଆଜି ପର ହାତକୁ ଟେକି ଦେଉଛି। ଅଲିଆଳି ଝିଅଟା ମୋର। ପାଠ ସରୁ ସରୁ ବାହାଘର କରିଦେଲି। ଘରକରଣା କଣ ଜାଣିନି। ଆଜି ତୁମ ହାତରେ ମୋ ଝିଅକୁ ଟେକି ଦେଇ ଝିଅ ବଦଳରେ ପୁଅ ପାଇଲି। ତାର ଦୋଷ ଦେଶକୁ କ୍ଷମା କରିବ। ଝିଅ ମୋର ନୟନର ତାରା। ମୋ ତାରାକୁ ତୁମକୁ ସମର୍ପଣ କଲି। ଶିବ ମସ୍ତକରେ ଜନ୍ମ ରଖିଲା ପରି ତାର ଦାୟିତ୍ୱ ନେବ। ତୁମ ହାତରେ ମୁଁ ମୋ ଝିଅକୁ ନୁହେଁ ନିଜର ଜୀବନକୁ ଦେଇଦେଲି। ତାର ସୁରକ୍ଷା କରିବ। ଏମିତି କହୁ କହୁ କାନ୍ଦି ପକାଇଲେ ଅପରାଜିତାର ବାପା। ଅଭିଳାଷ ବାପାଙ୍କ ହାତ ଧରି ପକାଇଲା ଏବଂ କହିଲା, ଆପଣ ବ୍ୟସ୍ତ ହୁଅନ୍ତୁନି ବାବା। ଆପଣଙ୍କର ଝିଅ ହେଉଛି ଆପଣଙ୍କର ଜୀବନ, ଆଉ ସେ ହେଉଛି ମୋର ଆତ୍ମା। ନିଜ ଆତ୍ମାକୁ କଷ୍ଟ ଦେଇ କେହି କ'ଣ କେବେ ଶାନ୍ତିରେ ରହିଲାଣି? ଆପଣଙ୍କର ସନ୍ତକ ମୋ ପାଖରେ ସୁରକ୍ଷିତ ହୋଇ ରହିବ। ଜୋଇଁଙ୍କର କଥା ଶୁଣି ଟିକେ ଆଶ୍ୱସ୍ତ ହୋଇଗଲେ ଅପରାଜିତାର ବାପା। ହେଲେ ବାପ ମନ ତ ସମ୍ଭାଳି ହେଉଛି କେଉଁଠୁ? ଝିଅ ବିଦା ହେବାର ସମୟ ଆସିଲା। ବାହାଘରର ମଜାମସ୍ତି ଭିତରେ ହଜିଯାଇଥିବା ପରିବାରରେ ହଠାତ୍ କାନ୍ଦର ଲହରୀ ଛୁଟିଲା। 23 ବର୍ଷର ମଧୁର ସମ୍ପର୍କକୁ ଛାଡ଼ି ଝିଅ ଆଜି ଶାଶୁଘରକୁ ଚାଲିଯିବ। ଆମ ଘର ପାଇଁ କୁଣିଆ ହୋଇଯିବ। ସକାଳୁ ରାତି ପର୍ଯ୍ୟନ୍ତ ଯେଉଁ ଝିଅଟି ହଁ ବାପା ବୋଲି ଡାକି ଘୁରି ବୁଲୁଥିଲା, ତାର ପାଟି ଆଉ ଶୁଭିବନି ଆମର ଘରେ। କାନ୍ଦ ବୋବାଳିରେ ଘର ଆଉ ଗାଁ ଦାଣ୍ଡ ଉଛୁଳି ପଡ଼ିଲା। ବେଚାରୀ ଅପରାଜିତା କଥା ନ କହିଲେ ଭଲ। ସବୁଦିନ ପାଇଁ ଆଜି ତାର ଏନ୍ତୁଡ଼ି ଶାଳକୁ ସେ ପର କରିଦେଇ ଚାଲିଯାଉଛି। ଯେଉଁ ଘରର ସ୍ମୃତି ଆଉ ଅନୁଭୂତିକୁ ନେଇ ସେ ଏତେ ଦିନ ହସି ଖେଳି ଘୁରି ବୁଲୁଥିଲା, ତାହା ଆଜି ତା ପାଇଁ ସବୁଦିନ ପାଇଁ ପର ହୋଇଗଲା। ସମସ୍ତଙ୍କଠାରୁ ସେ ଦୂରେଇ ହୋଇ ଅଭିଳାଷର ଭରସାରେ ନୂଆ ଗୋଟେ ସଂସାର ବସାଇବାକୁ ଚାଲିଗଲା। ଆଜିଠାରୁ ତାର ବାପା, ମା, ଭାଇ, ଭଉଣୀ, ବୋଉ, ଆଈ ସମସ୍ତେ ତା ପାଇଁ ପର ହୋଇଗଲେ। ଆଖିର ଲୁହରେ ସମସ୍ତ ସମ୍ପର୍କକୁ ଭିଜେଇ ଦେଇ ଅପରାଜିତା ଚାଲିଗଲା ଅନ୍ୟ ଏକ ସଂସାରକୁ।